ଏବେ ମୁଁ ଜଷ୍ଟ ସେଇ ଡିଜେଲ ଇଞ୍ଜିନ ଉପରେ ଏଇଠି ମୁଁ କେବେ ବି ଆସିନି, ଫାର୍ଷ୍ଟ ଟାଇମ୍ ଚଢିଛି। ଫିଲ୍ମ ବଗେରାରେ ଏମିତି ତ ବହୁତ ଦେଖିଛି, ବଟ୍ ମୁଁ ରିଏଲିଟିରେ କେବେ ଚଢିନି। ହ୍ୟାଲୋ ଏଭ୍ରିୱାନ୍, ତ ଆଜି ମୁଁ ଆସିଛି ବଣ୍ଡାମୁଣ୍ଡାର ଷ୍ଟେସନକୁ। ତ ମୁଁ ଆଜି ଆପଣଙ୍କୁ ଦେଖେଇବି ଷ୍ଟେସନ ବିଷୟରେ ପୁରା ଫୁଲ୍ ଡିଟେଲ୍ସ, ଆଉ MS ଧୋନିଙ୍କ ବିଷୟରେ ବି। ତ ଭିଡ଼ିଓଟିକୁ ପୁରା ଫୁଲ୍ ଦେଖନ୍ତୁ। ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ। ତ ମୁଁ ହେଉଛି ରୁମିନା, ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଯିବା ଓଡ଼ିଶାର ରାଉରକେଲା ନିକଟରେ ଥିବା ଏମିତି ଏକ ସ୍ଥାନକୁ ଯାହା ଦେଖିବାକୁ ଗୋଟିଏ ସାଧାରଣ ରେଳ ଷ୍ଟେସନ ଭଳି ଲାଗେ, କିନ୍ତୁ ଏହାର ଭିତରେ ଲୁଚି ରହିଛି ଭାରତର ଶିଳ୍ପ ବିକାଶର ଏକ ବଡ଼ କାହାଣୀ। ହଁ ଆଜ୍ଞା, ଆଜି ଆମର ବିଷୟ ହେଉଛି ବନ୍ଧାମୁଣ୍ଡା ରେଳ ଷ୍ଟେସନରେ ଥିବା ଏକ ଅଜଣା ଇତିହାସ। ତେବେ ଆସନ୍ତୁ ଜାଣିବା କେମିତି ଗୋଟିଏ ଛୋଟ ସ୍ଥାନ ଆଜି ଭାରତୀୟ ରେଳବାଇର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇପାରିଛି। ବନ୍ଧାମୁଣ୍ଡା ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ସହର ନିକଟରେ ଅବସ୍ଥିତ। ଆଜି ଏହି ସ୍ଥାନ ରେଳ ମାନଚିତ୍ରରେ ଏକ ପରିଚିତ ନାମ, କିନ୍ତୁ ଏହାର ଯାତ୍ରା ଆରମ୍ଭ ହୋଇଥିଲା ଅନେକ ବର୍ଷ ପୂର୍ବରୁ। ବ୍ରିଟିଶ ସମୟରେ ଭାରତର ଖଣିଜ ସମ୍ପଦକୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ ରେଳ ଲାଇନ ବିସ୍ତାର କରାଯାଉଥିଲା। ସେହି ସମୟରେ ଏହି ଅଞ୍ଚଳ ମଧ୍ୟ ରେଳ ନେଟୱାର୍କ ସହିତ ଜଡ଼ିତ ହୋଇଥିଲା। କିନ୍ତୁ ବନ୍ଧାମୁଣ୍ଡାର ପ୍ରକୃତ ଗୁରୁତ୍ୱ ବଢ଼ିଲା 1950 ଦଶକ ପରେ, ଯେତେବେଳେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ ହେଲା। ସେତେବେଳେ ବହୁ ପରିମାଣରେ ଲୁହାପଥର, କୋଇଲା ଏବଂ ଅନ୍ୟାନ୍ୟ କଞ୍ଚାମାଲ ଆବଶ୍ୟକ ହେଲା। ଏହି ସମସ୍ତ ସାମଗ୍ରୀ ପରିବହନରେ ବନ୍ଧାମୁଣ୍ଡା ରେଳ କେନ୍ଦ୍ରରେ ଭୂମିକା ବହୁତ ବଡ଼ ହେଲା। ଧୀରେ ଧୀରେ ବନ୍ଧାମୁଣ୍ଡା ଏକ ବଡ଼ ରେଳ ହବ୍ ଭାବେ ବିକଶିତ ହେଲା। ବନ୍ଧାମୁଣ୍ଡାର ସବୁଠାରୁ ବଡ଼ ପରିଚିତ ହେଉଛି ଏହାର ବିଶାଳ ମାର୍ଶାଲିଂ ୟାର୍ଡ। ଏଠାରେ ଶତାଧିକ ମାଲଗାଡ଼ିର ବଗିକୁ ବ୍ୟବସ୍ଥିତ କରାଯାଏ। କେଉଁ ଟ୍ରେନ୍ କେଉଁ ଦିଗକୁ ଯିବ, କେଉଁ ବଗି କେଉଁ ମାଲ ନେଇଯିବ, ଏହି ସବୁ କାର୍ଯ୍ୟ ଏଠାରେ ହୁଏ। ଆପଣ କଳ୍ପନା କରିପାରିବେ ନାହିଁ ଏହି ଶାନ୍ତ ଦେଖାଯାଉଥିବା ସ୍ଥାନ ଭିତରେ ପ୍ରତିଦିନ କେତେ ବଡ଼ ରେଳ କାର୍ଯ୍ୟକଳାପ ଚାଲିଥାଏ। ବନ୍ଧାମୁଣ୍ଡାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଇଲେକ୍ଟ୍ରିକ୍ ଲୋକୋ ସେଡ୍। ଏଠାରେ ବଡ଼ ବଡ଼ ଇଲେକ୍ଟ୍ରିକ୍ ଇଞ୍ଜିନର ରକ୍ଷଣାବେକ୍ଷଣ କରାଯାଏ। ଏହି ଇଞ୍ଜିନଗୁଡ଼ିକ ଦେଶର ଶିଳ୍ପ ଓ ପରିବହନ ବ୍ୟବସ୍ଥାକୁ ଆଗକୁ ନେବା ପାଇଁ ଏକ ବଡ଼ ଭୂମିକା ନିଭାଉଛନ୍ତି। ବନ୍ଧାମୁଣ୍ଡା କେବଳ ରେଳ ପାଇଁ ପରିଚିତ ନୁହେଁ, ଏଠାରେ ହଜାର ହଜାର ଲୋକ ରେଳ ଏବଂ ଏହା ସହ ଜଡ଼ିତ କାମ ଉପରେ ନିର୍ଭର କରି ଜୀବନଯାପନ କରୁଛନ୍ତି। ରେଳ କର୍ମଚାରୀ, ପରିବାର, ଛୋଟ ବ୍ୟବସାୟୀ ସମସ୍ତଙ୍କ ଜୀବନରେ ବନ୍ଧାମୁଣ୍ଡାର ଏକ ବିଶେଷ ସ୍ଥାନ ରହିଛି। ବନ୍ଧାମୁଣ୍ଡାରେ ଥିବା ମାର୍ଶାଲିଂ ୟାର୍ଡ ଭାରତର ସବୁଠାରୁ ବଡ଼ ରେଲ୍ ୟାର୍ଡମାନଙ୍କ ମଧ୍ୟରୁ ଗଣାଯାଏ। ଏଠାରେ ମାଲଗାଡ଼ିର ବଗିଗୁଡ଼ିକ ଅଲଗା କରାଯାଏ, ପୁଣି ନୂଆ ଟ୍ରେନ୍ ତିଆରି କରାଯାଏ ଏବଂ ସେଗୁଡ଼ିକ ଭାରତର ବିଭିନ୍ନ ରାଜ୍ୟକୁ ପଠାଯାଏ। ଅର୍ଥାତ୍ ଏହାକୁ ଭାରତୀୟ ରେଳବାଇର ଏକ ହୃଦୟ ବୋଲି ମଧ୍ୟ କହିଲେ ଭୁଲ ହେବ ନାହିଁ। ବନ୍ଧାମୁଣ୍ଡାରୁ ପ୍ରତିଦିନ ଲୁହାପଥର, ଇସ୍ପାତ ଓ ଅନ୍ୟାନ୍ୟ ଶିଳ୍ପ ସାମଗ୍ରୀ ବହନ କରୁଥିବା ଶତାଧିକ ମାଲଗାଡ଼ି ଦେଶର ବିଭିନ୍ନ ସ୍ଥାନକୁ ଯାଏ। ରାଉରକେଲାର ଶିଳ୍ପ ବିକାଶରେ ବନ୍ଧାମୁଣ୍ଡାର ଅବଦାନ ଅତ୍ୟନ୍ତ ବଡ଼। ଏଠାରେ ଥିବା ଇଲେକ୍ଟ୍ରିକ୍ ଲୋକୋ ସେଡ୍ ମଧ୍ୟ ବହୁତ ପ୍ରସିଦ୍ଧ। WAG-9 ଏବଂ WAP-7 ପରି ଶକ୍ତିଶାଳୀ ଇଞ୍ଜିନଗୁଡ଼ିକ ରକ୍ଷଣାବେକ୍ଷଣ ଏଠାରେ କରାଯାଏ। ଏହି ଇଞ୍ଜିନଗୁଡ଼ିକ ହଜାର ହଜାର ଟନ୍ ମାଲକୁ ଦେଶର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ନେଇଯାଆନ୍ତି। ବନ୍ଧାମୁଣ୍ଡାର ନାମ ଆସିଲେ ଅନେକ ଲୋକଙ୍କ ମନରେ ଭାରତର ମହାନ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ନାମ ମଧ୍ୟ ଆସିଥାଏ। ଧୋନିଙ୍କ ଜୀବନରେ ରେଳବାଇର ଏକ ବିଶେଷ ଅଧ୍ୟାୟ ଅଛି। 2001ରୁ 2003 ମଧ୍ୟରେ ମହେନ୍ଦ୍ର ସିଂ ଧୋନି ଦକ୍ଷିଣ ପୂର୍ବ ରେଳବାଇ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେରେ ଚାକିରି କରୁଥିଲେ। ସେତେବେଳେ ତାଙ୍କର
ନିଯୁକ୍ତି ଖଡ଼ଗପୁର ରେଳ ଡିଭିଜନରେ ପଶ୍ଚିମବଙ୍ଗରେ ଟିଟିଇ ଲାଇକ୍ ଟ୍ରାଭେଲିଂ ଟିକେଟ୍ ଏକ୍ଜାମିନର ଭାବରେ ହୋଇଥିଲା। ରେଳବାଇରେ ଚାକିରି କରୁଥିବା ସମୟରେ ମଧ୍ୟ ଧୋନି କ୍ରିକେଟ ପ୍ରତି ନିଜର ସ୍ୱପ୍ନକୁ ଛାଡ଼ି ନଥିଲେ। ଡ୍ୟୁଟି ସହିତ ମଧ୍ୟ ନିୟମିତ ଭାବରେ କ୍ରିକେଟ ଅଭ୍ୟାସ କରୁଥିଲେ ଏବଂ ନିଜ ପ୍ରତିଭାକୁ ଆଗକୁ ନେଇଥିଲେ। ଅନେକ ସମୟରେ ଧୋନିଙ୍କ ନାମ ବନ୍ଧାମୁଣ୍ଡା ଓ ରାଉରକେଲା ସହ ଯୋଡ଼ାଯାଏ, କିନ୍ତୁ ଉପଲବ୍ଧ ତଥ୍ୟ ଅନୁସାରେ ଧୋନି ବନ୍ଧାମୁଣ୍ଡାରେ ଚାକିରି କରିନଥିଲେ। ତାଙ୍କର ରେଳ ଚାକିରି ମୁଖ୍ୟତଃ ଖଡ଼ଗପୁର ଡିଭିଜନ ସହିତ ଜଡ଼ିତ ଥିଲା। ଶେଷରେ ମୁଁ କେବଳ ଗୋଟିଏ କଥା କହିବାକୁ ଚାହିଁବି, ଆପଣ ପରବର୍ତ୍ତୀ ଯେବେ ବି ଆପଣଙ୍କ ଟ୍ରେନ୍ ବନ୍ଧାମୁଣ୍ଡା ଷ୍ଟେସନରେ ଅଟକିବ, ସେତେବେଳେ ମନେ ରଖିବେ ଆପଣ କେବଳ ଗୋଟିଏ ଷ୍ଟେସନରେ ନୁହେଁ, ଭାରତୀୟ ରେଳବାଇର ଏକ ଐତିହାସିକ ଅଧ୍ୟାୟ ଉପରେ ଠିଆ ହୋଇଛନ୍ତି। ଏବେ ଆମେ ସୁଟ୍ କରିକି ଘରକୁ ଯାଉଛୁ। ତ ଏଠି ଆପଣ ମାନେ ଏଇ ରାସ୍ତାଟା ଯୋଉ ଅଛି ନା, ଦେଖିପାରୁଥିବେ ଏଇଟା ହେଲା ସର୍ଟକଟ ରାସ୍ତା ଅଛି ରାଉରକେଲା ଯିବା ପାଇଁ। ମାନେ ଆମର ବିଶ୍ରାଜ ଚକ ତ ଦେଇକି ଯାଉ, ବଟ୍ ଏଇ ରାସ୍ତାରେ ବି ସର୍ଟକଟ ରାସ୍ତା ଅଛି, ଆମେ ଜଲ୍ଦି ପହଞ୍ଚି ଯାଉ ରାଉରକେଲା। ଆଉ ଏଠାରେ ଆପଣ ନା ଶୀତ ଦିନ ଆସିବେ, ଖରା ଦିନ ଆସିବେ, ମସ୍ତ ମାହୋଲ ପାଇବେ। ବର୍ଷା ଦିନ ଆସିବେ, ଆପଣଙ୍କୁ ଭିଉ ତ ଦେଖିବାକୁ ବହୁତ ବଢିଆ ମିଳିବ, ବଟ୍ ଦେଖିପାରୁଥିବେ ଆପଣ ପୁରା ରାସ୍ତା ପାଣିରେ, ପୁରା ପୁରୀ ପାଣିରେ ଭିଜିକି ରହିଛି। ତ ବର୍ଷା ଦିନ ଆପଣ ଆସିବେନି, ନହେଲେ ମୋ ଜିମା ନାହିଁ। ଯଦି ଏହି ଭିଡ଼ିଓ ଆପଣଙ୍କୁ କିଛି ନୂଆ ଶିଖାଇଛି, ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ।